ଆଜି ଭୋରୁ ଭୋରୁ ଆମ ଘର ପାଖ ବେଲେଶ୍ୱର ମନ୍ଦିରରୁ ହବିଷ୍ୟାଣୀମାନଙ୍କର ଚଉରା ପୂଜାର ଶଙ୍ଖ ଓ ହୁଳହୁଳି ଶବ୍ଦ ଶୁଣି ହଠାତ୍ ମୋ ନିଦ ଭାଙ୍ଗିଗଲା। ମନେ ପଡ଼ିଲା ମୋ ଶାଶୁଙ୍କ ହବିଷାନ୍ନ କଥା। ତରତର ହୋଇ ଗାଧୋଇ ଚାଲିଲି ମୋ ହାଣ୍ଡିଶାଳକୁ। ମନେ ପକାଇ ପକାଇ ତିଆରି କଲି ଏ ହବିଷାନ୍ନ। ଦେଖନ୍ତୁ, ମୁଁ ଭଜା ଦେଶୀ ମୁଗ ଡାଲିରେ କଞ୍ଚା କଦଳୀ, ଓଉ, ସାରୁ, ନଡ଼ିଆ କୋରା ଓ ଜିରା ଲଙ୍କା ଗୁଣ୍ଡ ଦେଇ ବନାଇଛି ଡାଲମା। ବାସୁମତୀ ଚାଉଳର ଖୁଦ ତିଆରି କରି ସେଇ ଖୁଦରେ ବନେଇଛି ଓଉ ଆମ୍ବିଳ, ନଡ଼ିଆ ଦହି ପାଚେଡ଼ି, ଖଟା କାନ୍ଧିଆକୁ ଛଡ଼ାଇ କଞ୍ଚାଲଙ୍କା, ଲୁଣ, ଚିନି ଦେଇ କରିଛି ରସମ, କାନ୍ଧିଆ ରସମ, କଇଁଥ ଚଟଣି। ଆଉ ରହିଗଲା ଅଗସ୍ତି ଶାଗ। ଆପଣମାନେ ଅଗସ୍ତି ଶାଗ ମଧ୍ୟ ଏହି ଅନ୍ନରେ ନେଇପାରନ୍ତି। ମୋ ଶାଶୁଙ୍କ ପରି ମୁଁ ବି ଆଜି ମୋ ଠାକୁର ଘରେ ଭୋଗ ବାଢ଼ିଛି। ବାସୁମତୀ ଚାଉଳର ଅନ୍ନରେ ଗୁଆ ଘିଅ ଟିକେ ପକାଇ ସଜାଡ଼ିଛି ଭୋଗ ମୋ କାଳିଆ ଚକାଡୋଳିଆ ପାଇଁ। ଆପଣମାନେ ଆସନ୍ତୁ ନା, ଏ ପବିତ୍ର ଧର୍ମ ମାସ କାର୍ତ୍ତିକରେ ସମସ୍ତେ ଏହିପରି ହବିଷାନ୍ନ ଖାଇ ଜୀବନକୁ ଶୁଦ୍ଧ ପୂତ କରି ଗଢ଼ି ତୋଳିବା। ମୋ ଠାକୁର ଘର, ମୋ ହବିଷାନ୍ନ ଯଦି ଭଲ ଲାଗିଲା ତେବେ ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚୟ କରିବେ। ଜୟ ଜଗନ୍ନାଥ।